କେବେ ଭାବିଛନ୍ତି ଟେକ୍ନୋଲୋଜିର ଟିକେ ସାହାଯ୍ୟ ଆଉ ଅନୁଶାସନରେ ଗୋଟେ ଛୋଟ ପରିବର୍ତ୍ତନ ଜଣେ ସେଲ୍ସମ୍ୟାନର ପୂରା କ୍ୟାରିୟରକୁ କେମିତି ବଦଳି ଦେଇପାରେ? ଯଦି ନୁହେଁ ତେବେ ରାଜୁଙ୍କ କାହାଣୀ ଶୁଣନ୍ତୁ। ଏ କାହାଣୀ ପ୍ରମାଣ କରିଦେବ ଯେ ହଁ, ଏହା ବିଲକୁଲ ସମ୍ଭବ। ଆସନ୍ତୁ ମିଶିବା ରାଜୁଙ୍କ ସହିତ। ସିଏ ଏଫ୍ଏମ୍ସିଜି ସ୍ନାକ୍ସ ଦୁନିଆର ଜଣେ ସେଲ୍ସମ୍ୟାନ୍। ଆଉ ଏ ଦୁନିଆଟା କେମିତି ଜାଣନ୍ତି ତ? ଏଠି ସବୁକିଛି ବହୁତ ଫାଷ୍ଟ। ପ୍ରତିଯୋଗିତା ଏତେ ଯେ ଗୋଟେ ଭୁଲ ମାନେ ଆପଣ ଖେଳରୁ ବାହାର। ରାଜୁ ବହୁତ ପରିଶ୍ରମୀ ଥିଲେ, ସେଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ କିଛି ଗୋଟେ ଥିଲା ଯାହା ତାଙ୍କୁ ଆଗକୁ ବଢ଼ିବାକୁ ଦେଉନଥିଲା। ଗୋଟେ ଅଦୃଶ୍ୟ ବାଧା ଯାହା ତାଙ୍କ ସବୁ ଚେଷ୍ଟା ଉପରେ ପାଣି ପକାଇ ଦେଉଥିଲା। ତାଙ୍କ କ୍ୟାରିୟର ଯେମିତି ଗୋଟେ ଜାଗାରେ ଅଟକି ଯାଇଥିଲା। ତେବେ କ'ଣ ଥିଲା ସେହି ସମସ୍ୟା? ଆସନ୍ତୁ ଟିକେ ଭିତରକୁ ଯିବା, ରାଜୁଙ୍କ ଦିନଚର୍ଯ୍ୟାକୁ ଦେଖିବା ଆଉ ଖୋଜିବା ତାଙ୍କର ସମସ୍ୟାର ମୂଳ କାରଣ। ଦେଖନ୍ତୁ, ପ୍ରକୃତ ସମସ୍ୟା ତାଙ୍କ କାମ କରିବାର ନଥିଲା କି ତାଙ୍କ ପାଖରେ ଦକ୍ଷତା କମ୍ ନଥିଲା। ସମସ୍ୟା ଥିଲା ତାଙ୍କ ସିଷ୍ଟମରେ, ତାଙ୍କ ଅଭ୍ୟାସରେ ଓ ତାଙ୍କର ସେହି ବିଶୃଙ୍ଖଳିତ କାମ କରିବାର ତରିକା। ତାର ପୂରା ହିସାବ କିତାବ ତାଙ୍କ ମାସିକିଆ ରିପୋର୍ଟରେ ସଫା ସଫା ଦେଖାଯାଉଥିଲା। ତାଙ୍କ ରିପୋର୍ଟ କାର୍ଡକୁ ଦେଖିଲେ ହିଁ ସବୁ ଜଣାପଡ଼ିଯାଉଥିଲା। ଦେଖନ୍ତୁ, ମାସକୁ 4 ଦିନ ତ ଗାୟବ, ପ୍ରତିଦିନ ଲେଟ୍। ଆଉ ସବୁଠୁ ବଡ଼ କଥା ହେଲା ଡିଏମ୍ଏସ୍ ମାନେ ଡିଷ୍ଟ୍ରିବ୍ୟୁଟର ମ୍ୟାନେଜମେଣ୍ଟ ସିଷ୍ଟମ। ସେଥିରେ ପଞ୍ଚିଂ ଠିକ୍ ନଥିଲା। ରିଅଲ ଟାଇମ୍ରେ ଗୋଟିଏ ବି ଅର୍ଡର ନୁହେଁ, ପୁରା ଅଧାପନ୍ତୁରିଆ କାମ। କିନ୍ତୁ ଏସବୁ ତ କେବଳ ନମ୍ବର। ବାସ୍ତବରେ ଏହାର ପ୍ରଭାବ କ'ଣ ଥିଲା? ଫିଲ୍ଡରେ ତାଙ୍କ ସେଲ୍ସ ଉପରେ ଏସବୁ ଛୋଟ ଛୋଟ ଭୁଲ କେତେ ବଡ଼ କ୍ଷତି କରୁଥିଲା, ଆସନ୍ତୁ ଦେଖିବା। ରାଜୁଙ୍କର ସବୁଠୁ ବଡ଼ ଦୁର୍ବଳତା ଥିଲା ସମୟ, ଆଉ ତାଙ୍କର ସବୁଠାରୁ ବଡ଼ ଭୁଲ। ସକାଳ 10ଟା ବଦଳରେ ବଜାରରେ ପହଞ୍ଚିବା ବେଳକୁ ବାଜିଯାଉଥିଲା 12ଟା। ଦେଖନ୍ତୁ, ସ୍ନାକ୍ସ ବିଜନେସରେ ସକାଳ ସମୟଟା ସୁନା ଭଳି। ସେତେବେଳେ ରିଟେଲରମାନେ ଫ୍ରେଶ୍ ଥାନ୍ତି, କଷ୍ଟମର ବି କିଣିବା ମୁଡ୍ରେ ଥାନ୍ତି। କିନ୍ତୁ 12ଟାରେ ପହଞ୍ଚିବା ମାନେ ଖେଳ ଆରମ୍ଭ ହେବା ଆଗରୁ ହିଁ ଅଧା ମ୍ୟାଚ୍ ହାରିଗଲା ଭଳି। ରାଜୁ ଦିନର ଅଧା ସେଲ୍ସ ସେମିତି ହିଁ ହରାଉଥିଲି। ଆଉ ପ୍ରଥମ ଭୁଲ ଥିଲା ତାଙ୍କର ଅନୁପସ୍ଥିତି। ସେ ଯେଉଁ 4 ଦିନ ଆସୁନଥିଲେ, ସେହି ଜାଗାଟା ତ ଖାଲି ରହିବନି ନା। ପ୍ରତିଯୋଗୀମାନେ ସେହି ମୌକାର ଫାଇଦା ଉଠାଉଥିଲେ। ସେମାନେ ନିଜ ପ୍ରଡକ୍ଟ ଆଣି ରଖିଦେଉଥିଲେ, ଆଉ ଡିଷ୍ଟ୍ରିବ୍ୟୁଟରଙ୍କର ପୂରା ସେଲ୍ସ ଚେନ୍ଟା ଗଡ଼ବଡ଼ ହେଇଯାଉଥିଲା। ତାପରେ ଦ୍ୱିତୀୟ ଭୁଲ, ଲାଇଭ୍ ଡିଏମ୍ଏସ୍ ପଞ୍ଚ ନ କରିବା। ଏଟା କମ୍ପାନୀ ପାଇଁ ଗୋଟେ ରେଡ୍ ଫ୍ଲାଗ୍ ଭଳି ଥିଲା। ଯେତେବେଳେ ଜଣେ ସେଲ୍ସମ୍ୟାନ୍ ଦୋକାନୀ ସାମ୍ନାରେ ଅର୍ଡର ପଞ୍ଚ କରୁନି, କମ୍ପାନୀର ସନ୍ଦେହ ହେବା ସ୍ୱାଭାବିକ। ସେମାନେ ଭାବିବାକୁ ଲାଗିଲେ ରାଜୁ ସତରେ ମାର୍କେଟ ଯାଉଛି ତ, ନା ଘରେ ବସି ରିପୋର୍ଟ ବନାଉଛି। ଆଉ ତୃତୀୟ ଭୁଲ, ରାତିରେ ସବୁ ଅର୍ଡର ଏକା ସାଙ୍ଗରେ ପଞ୍ଚ କରିବା। ଏଫ୍ଏମ୍ଜିଜି ବିଜନେସରେ ଏଇଟା ଗୋଟେ ବହୁତ ବଡ଼ ଭୁଲ, କାରଣ ଏହାଦ୍ୱାରା ଡେଲିଭରି, ଷ୍ଟକ୍ ମ୍ୟାନେଜମେଣ୍ଟ ସବୁକିଛି ଗଡ଼ବଡ଼ ହୋଇଯାଏ। ଏହା ସିଧା ସିଧା ବିଶୃଙ୍ଖଳାକୁ ନିମନ୍ତ୍ରଣ କରିବା ଭଳି। କିନ୍ତୁ କୁହନ୍ତି ନା, ସବୁ ଅନ୍ଧାର ରାତି ପରେ ସକାଳ ଆସେ। ରାଜୁଙ୍କ ଜୀବନରେ ବି ସେମିତି ଏକ ମୁହୂର୍ତ୍ତ ଆସିଲା। ଗୋଟିଏ ଛୋଟ କଥାବାର୍ତ୍ତା ଯାହା ତାଙ୍କ କ୍ୟାରିୟରର ଦିଶା ହିଁ ବଦଳାଇ ଦେଲା। ତାଙ୍କ ସୁପରଭାଇଜର ତାଙ୍କୁ ଡାକିଲେ ଆଉ ମାତ୍ର ଗୋଟିଏ ବାକ୍ୟ କହିଲେ, କିନ୍ତୁ ସେହି ଗୋଟିଏ ବାକ୍ୟ ହିଁ ନିଆଁର ଏକ ସ୍ଫୁଲିଙ୍ଗ ପରି କାମ କଲା। ସେ କହିଲେ, ରାଜୁ, ତମ ସମସ୍ୟା ତମ କାମରେ ନାହିଁ, ତମ ସମସ୍ୟା ତମ ସିଷ୍ଟମରେ ଅଛି। ବାସ୍ ଏତିକି କଥା। କିନ୍ତୁ ଏହି କଥାଟି ରାଜୁଙ୍କ ମନରେ ଛାପି ହୋଇଗଲା। ସେ ସେହି ମୁହୂର୍ତ୍ତରେ ବୁଝିଗଲେ ଯେ ତାଙ୍କୁ କାମ ବଦଳାଇବାର ନାହିଁ, ବରଂ କାମ କରିବାର ତରିକା ବଦଳାଇବାକୁ ପଡ଼ିବ। ତେବେ ଆସନ୍ତୁ ଦେଖିବା ରାଜୁ କେମିତି ଡିଏମ୍ଏସ୍କୁ ନିଜର ସବୁଠୁ ବଡ଼ ହତିଆର ବନେଇଲେ ଆଉ କେମିତି ଆରମ୍ଭ କଲେ ନିଜର କମ୍ବ୍ୟାକ୍। ରାଜୁ ନିଜ ପାଇଁ ଗୋଟେ ନୂଆ ନିୟମ ବନେଇଲେ। ବହୁତ ସରଳ କିନ୍ତୁ ବହୁତ ଶକ୍ତିଶାଳୀ। ନିୟମ ନମ୍ବର 1, ଠିକ୍ ସକାଳ 9:55ରେ ମାର୍କେଟରେ ପହଞ୍ଚିବା। ନିୟମ ନମ୍ବର 2, ପ୍ରତିଟି ଅର୍ଡର ଲାଇଭ୍ ପଞ୍ଚ କରିବା। ଆଉ ନିୟମ ନମ୍ବର 3, ଡିଏମ୍ଏସ୍ ଡାଟାକୁ କେବଳ ଏଣ୍ଟ୍ରି ପାଇଁ ନୁହେଁ, ବରଂ ସେଲ୍ସ ବଢ଼ାଇବା ପାଇଁ ବ୍ୟବହାର କରିବା। ଆଉ ଫଳାଫଳ ଆଶ୍ଚର୍ଯ୍ୟଜନକ। ତାଙ୍କର ଦୈନିକ କଲ୍ ସଂଖ୍ୟା ଦେଖନ୍ତୁ କେତେ ବଢ଼ିଗଲା। କିନ୍ତୁ ଖାଲି ସଂଖ୍ୟା ବଢ଼ିଲାନି, କଲ୍ର କ୍ୱାଲିଟି ବି ବଢ଼ିଲା। ପ୍ରତିଟି ଭିଜିଟ୍ ପ୍ରଡକ୍ଟିଭ୍ ହେଲା, କାରଣ ଏବେ ରାଜୁ କେବଳ ଅର୍ଡର ନେଉନଥିଲେ, ସେ ରିଟେଲରଙ୍କ ପାଇଁ ଜଣେ ପରାମର୍ଶଦାତା ପାଲଟି ଯାଇଥିଲେ, ଯାହାଙ୍କ ପାଖରେ ଡିଏମ୍ଏସ୍ର ଡାଟା ଥିଲା। ଡିଏମ୍ଏସ୍ ଡାଟା ତାଙ୍କ ପାଇଁ ଯେମିତି ଗୋଟେ ସୁପର ପାୱାର ହୋଇଗଲା। ସେ ଦୋକାନୀମାନଙ୍କୁ ଦେଖାଇ ପାରୁଥିଲେ, ଦେଖନ୍ତୁ, ଆପଣଙ୍କ ପାଖରେ ଏହି ଫାଷ୍ଟ ସେଲିଂ ପ୍ରଡକ୍ଟ ନାହିଁ, କିମ୍ବା ଏହି ପ୍ରଡକ୍ଟର ଚାହିଦା ବହୁତ ଅଛି। ପ୍ରକୃତ ଡାଟା ଦେଖି ଦୋକାନୀମାନେ ବି ସହଜରେ ରାଜି ହୋଇଯାଉଥିଲେ। ଆଉ ଫଳ କ'ଣ ହେଲା ଜାଣନ୍ତି? ତାଙ୍କର ରେଞ୍ଜ ସେଲିଂ ସିଧା ଡବଲ ହୋଇଗଲା। ତେବେ ଏବେ ସମୟ ଆସିଛି ପ୍ରକୃତ ଫଳ ଦେଖିବାର। ଆସନ୍ତୁ ତାଙ୍କ ସ୍କୋର କାର୍ଡ ଉପରେ ନଜର ପକାଇବା ଆଉ ଦେଖିବା ଏହି ପରିବର୍ତ୍ତନ କେତେ ବଡ଼ ଥିଲା। ଏହି ନମ୍ବରଗୁଡ଼ାକ ଦେଖନ୍ତୁ, ଏମାନେ ନିଜେ ହିଁ ପୂରା କାହାଣୀ କହିଦେଉଛନ୍ତି। ଅନୁପସ୍ଥିତି 0, ଡିଏମ୍ଏସ୍ ପଞ୍ଚିଂ
100%, ବିଟ୍ କଭରେଜ 100%, ଯେଉଁ ଇନସେଣ୍ଟିଭ୍ ଲକ୍ ହୋଇ ରହିଥିଲା ତାହା ବି ମିଳିଲା। ଆଉ ସବୁଠୁ ବଡ଼ କଥା ହେଲା ସେ କମ୍ପାନୀର ହରାଇଥିବା ବିଶ୍ୱାସକୁ ପୁଣି ଥରେ ଜିତିପାରିଲେ। ଏହା ଆଉ କେବଳ ଚାକିରି ବଞ୍ଚେଇବାର କଥା ନଥିଲା, ଏହା ଥିଲା ଜିତିବାର କାହାଣୀ। ଆଉ ଏହି ପରିବର୍ତ୍ତନ କେବଳ ରିପୋର୍ଟ କାର୍ଡରେ ସୀମିତ ନଥିଲା, କମ୍ପାନୀର ମତାମତ ବି ବଦଳିଗଲା। ଯେଉଁଠି ଆଗରୁ ଲେଟ୍, ଫେକ୍ ଅର୍ଡର ଭଳି କମେଣ୍ଟ ଆସୁଥିଲା, ଏବେ ସେଠି ପରଫେକ୍ଟ ଡିସିପ୍ଲିନ୍, ରିଅଲ୍ ଟାଇମ୍ ଅର୍ଡର ଭଳି ପ୍ରଶଂସା ମିଳିଲା। ତାଙ୍କର ପରିଚୟ ହିଁ ବଦଳିଗଲା। ଆଉ ଏହାର ଫଳାଫଳ ସମସ୍ତଙ୍କ ପାଇଁ ୱିନ୍ ୱିନ୍ ସିଚୁଏସନ୍। ରାଜୁ ଜିତିଲେ, ତାଙ୍କ ଡିଷ୍ଟ୍ରିବ୍ୟୁଟର୍ସ ଜିତିଲେ, ଆଉ କମ୍ପାନୀ ବି ଜିତିଲା। ଜଣକର ପରିବର୍ତ୍ତନରେ ସମସ୍ତଙ୍କର ଲାଭ ହେଲା। ଶେଷରେ ରାଜୁଙ୍କ କାହାଣୀରୁ ଆମେ ଗୋଟିଏ ବହୁ ବଡ଼ ଶିକ୍ଷା ପାଉଛେ, ଆଉ ସେଇଟା ହେଲା ଆଜିର ଯୁଗରେ ଶଗଡ଼ ଗାଡ଼ିର ଚିନ୍ତାଧାରା ଆଉ କାମ କରିବ ନାହିଁ। ଯେତେବେଳେ ସ୍ନାକ୍ସର ଦୁନିଆ ଏତେ ଦ୍ରୁତ ଗତିରେ ଆଗଉଛି, ସେଲ୍ସମ୍ୟାନଙ୍କର ଚିନ୍ତାଧାରା ମଧ୍ୟ ସେତିକି ଦ୍ରୁତ ହେବା ଦରକାର। ଏହି ଗୋଟିଏ କଥା ହିଁ ପୂରା କାହାଣୀର ସାରାଂଶ। ତେବେ ରାଜୁଙ୍କ କାହାଣୀ ଶେଷରେ ଆମ ସମସ୍ତଙ୍କ ପାଇଁ ଗୋଟିଏ ପ୍ରଶ୍ନ ଛାଡ଼ିଯାଉଛି। ଆମ ନିଜ କାମରେ, ଆମ ନିଜ କ୍ଷେତ୍ରରେ ଏମିତି କେଉଁ ଶଗଡ଼ ଗାଡ଼ିର ଚିନ୍ତାଧାରା ଅଛି ଯାହା ଆମକୁ ଆଗକୁ ବଢ଼ିବାକୁ ଦେଉନାହିଁ? ଟିକେ ଭାବିବେ କି